କାନ୍ଥରେ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଛି ବ୍ରତ ଉପନୟନ। ଘର ଅଗଣାରେ ସଜା ହୋଇଥାନ୍ତା ବେଦୀ, ହେଲେ ସେହି ସ୍ଥାନରେ ଆଜି ପଡ଼ିଛି ତିନିଟି ମୃତଦେହ। ଯେଉଁ ଘରେ ଆଜି ବାଜିଥାନ୍ତା ଶଙ୍ଖଧ୍ୱନି, ଶୁଣା ଯାଇଥାନ୍ତା ହୁଳହୁଳି, ସେହି ଅଗଣାରେ ଆଜି ଶୁଭୁଛି କାନ୍ଦ ବୋବାଳିର ସ୍ୱର। ଛାତି ବାଡ଼େଇ ବିଳାପ କରୁଛନ୍ତି ପରିବାର ଲୋକେ। ଢେଙ୍କାନାଳ ଜିଲ୍ଲା ଭୁବନ ପାଖ ବାଉଁଶକଣ ଗାଁର ସୁଶାନ୍ତ ତ୍ରିପାଠୀଙ୍କ ଘରେ ଘଟିଯାଇଛି ଏକ ହୃଦୟ ବିଦାରକ ଘଟଣା। ସୁଶାନ୍ତଙ୍କ ପୁଅର ବ୍ରତ ଉପନୟନ ପାଇଁ ଚାଲିଥିଲା ପ୍ରସ୍ତୁତି। ଘର ସଜା ହୋଇଥିଲା, ବନ୍ଧୁବାନ୍ଧବ ଆସି ସାରିଥିଲେ, କିନ୍ତୁ ଉତ୍ସବର ଠିକ୍ ପୂର୍ବରୁ ଘଟିଗଲା ଏମିତି ଏକ ଭୟଙ୍କର ଦୁର୍ଘଟଣା। ଗତକାଲି ସନ୍ଧ୍ୟାରେ ବ୍ରତଘର ଲୁଗାପଟା ଓ ଅନ୍ୟ ସାମଗ୍ରୀ କିଣିବାକୁ ବାଇକ୍ରେ ଭୁବନ ବଜାର ଯାଉଥିଲେ ସୁଶାନ୍ତ, ଭଉଣୀ ପୁଷ୍ପାଞ୍ଜଳି ଓ ଭାଣେଜୀ ଦୀପାଞ୍ଜଳି ଦାସ। ହେଲେ ବାଉଁଶକଣ ITI ଛକ ନିକଟରେ ପଛପଟୁ ଧକ୍କା ଦେଇଥିଲା ଏକ ଅଜଣା ଗାଡ଼ି। ଘଟଣାସ୍ଥଳରେ ସୁଶାନ୍ତ ଓ ତାଙ୍କ ଭଉଣୀଙ୍କ ଜୀବନ ଚାଲି ଯାଇଥିଲା। ଗୁରୁତର ଦୀପାଞ୍ଜଳିଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା, କିନ୍ତୁ ସେଠାରେ ବି ସେ ଜୀବନ ଯୁଦ୍ଧରେ ହାରିଗଲେ। ଥିଲା ବ୍ରତଘର ଥିଲା, ସେଥିପାଇଁ ସେ ମୋ ଭାଇ ସାନ ଭାଇ ସୁଶାନ୍ତ ଏବଂ ମୋ ଭଉଣୀ ପୁଷ୍ପାଞ୍ଜଳି ଏବଂ ଭାଣିଜୀ ପ୍ରାଚୀ, ତିନି ଜଣଙ୍କ ନୂଆ ପୋଷାକ କିଣିବା ପାଇଁ ବ୍ରତଘର ଉଦ୍ଦେଶ୍ୟରେ ସେ ଆସୁଥିଲେ। ବାଟରେ ରାସ୍ତା କଡ଼ରେ ଠିଆ ହେଇକି କୌଣସି କଥାବାର୍ତ୍ତା ହେବା ଭିତରେ ସେ ପଛପଟରୁ କୌଣସି ଗୋଟେ କାର ଆସି ବାଡ଼େଇ ଦେଇକିରି ଗଲା। ଗୋଟେ ଖୁସିର ମାହୋଲ ଥିଲା। ପୁରା ପରିବାରର ସମସ୍ତ ବନ୍ଧୁବାନ୍ଧବ ସମସ୍ତେ ଗତକାଲି ଆମ ଘରେ ପହଞ୍ଚିଥିଲେ ଆଜି ବ୍ରତଘର ହେବା ପାଇଁ, କିନ୍ତୁ ଏଭଳି ଦୁଃଖଦ କଥା ଛାତି ସମ୍ଭାଳି ପାରୁନି, କଥା କହିବାର ଶକ୍ତି ମଧ୍ୟ ହରାଇ ବସିଛି, କଥା କହିବାର ସାହସ ମଧ୍ୟ ହଉନି। ଅଛନ୍ତି ସ୍ତ୍ରୀ ରୋଗିଣା, ସେ ମଧ୍ୟ କ୍ୟାନ୍ସର ରୋଗରେ ପୀଡ଼ିତ। ଗତ 6 ମାସ ଧରି ସେ କ୍ୟାନ୍ସର ରୋଗ ସହିତ ଷ୍ଟ୍ରଗଲ କରୁଛନ୍ତି, ଜୀବନ ସହିତ ଲଢ଼େଇ ଚାଲିଛି। ଏହି ସମୟରେ ଭାଇଟିର ଦେହାନ୍ତ ପରିବାର ପାଇଁ ଅତ୍ୟନ୍ତ ଦୁଃଖ, ଭାଙ୍ଗି ପଡ଼ିଛୁ ଆମେ ସମସ୍ତେ। ଯେଉଁ ଅଗଣାରେ ଆଜି ପୁଅକୁ ଆଶୀର୍ବାଦ ଦେଇଥାନ୍ତେ ସୁଶାନ୍ତ, ସେଠି ଆଜି ତାଙ୍କ ମୃତଦେହ ରହିଛି। ଯେଉଁ ଭଉଣୀ ଓ ଭାଣେଜୀ ଉତ୍ସବରେ ସାମିଲ ହେବାକୁ ଆସିଥିଲେ, ସେମାନେ ବି ଆଉ ନାହାନ୍ତି। ଗୋଟିଏ ଦୁର୍ଘଟଣା ମୁହୂର୍ତ୍ତକ ଭିତରେ 3ଟି ପରିବାରର ଖୁସି ଛଡ଼ାଇ ନେଇଛି। ସାରା ଗାଁ ଆଜି ଏ ଗଭୀର ଦୁଃଖରେ ବାକ୍ଶୂନ୍ୟ ହୋଇଯାଇଛି। ସେପଟେ ଅଜଣା ଗାଡ଼ିକୁ ଖୋଜିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି। फाइनाल किसी ना रेड क्रॉस रो तांको सहयोग कराई आउ कलेक्टर सार भी प्रतिश्रुति देछन हमरो चेयरमैन को से हेल्प करबे ट्रीटमेंट आ फर्दर जा हेल्प हे पारबो गवर्नमेंट तरफ रो आउ तांकर एक्सीडेंट बेनिफिट इंश्योरेंस बेनिफिट पाइबे। खुशीर उत्सव आरंभ हेबा पूर्वरु शेष होइगला तीनिटी जीवन। आउ व्रतपनयन लेखा सेई कांथ आज एक अभूला दुखर साक्षी पलटिछि। भगवान ए दुख आउ काहारी को न दियंतु। कामाख्यानगरु विद्याधर बराळଙ୍କ रिपोर्ट OTV।